କାହାଣୀ ଏକ ଗ୍ରାମର ଗଣେଶ ପୂଜା। ନବଲପୁର ନାମକ ଏକ ଗ୍ରାମ ଥିଲା। ସେଠାକାର ଲୋକମାନେ ସରଳ ଜୀବନଯାପନ କରୁଥିଲେ। ପ୍ରତିଦିନ କ୍ଷେତରେ କଠିନ ପରିଶ୍ରମ କରୁଥିଲେ ଏବଂ ସନ୍ଧ୍ୟାରେ ସମସ୍ତେ ଚୌପାଳରେ ଏକାଠି ବସୁଥିଲେ ଏବଂ ସମୟ ଅତିବାହିତ କରୁଥିଲେ। ପ୍ରତିବର୍ଷ ଭାଦ୍ରବ ମାସରେ ସେହି ଗ୍ରାମରେ ଗଣେଶ ଚତୁର୍ଥୀ ମହା ଆଡମ୍ବରରେ ପାଳନ କରାଯାଉଥିଲା। ଗ୍ରାମର ଲୋକମାନେ ବିଶ୍ୱାସ କରୁଥିଲେ ଯେ ଭଗବାନ ଗଣେଶ ସେମାନଙ୍କ ଗ୍ରାମର ରକ୍ଷକ। ଗ୍ରାମର ମଧ୍ୟଭାଗରେ ଏକ ପୁରୁଣା ଅଶ୍ୱସ୍ଥ ଗଛ ଥିଲା, ଯାହା ତଳେ ମାଟିରେ ତିଆରି ଏକ ଛୋଟ ଗଣେଶ ମୂର୍ତ୍ତି ରଖାଯାଇଥିଲା। ଲୋକମାନେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ସେଠାରେ ଦୀପ ଜାଳି ପୂଜା କରୁଥିଲେ। ଗୋଟିଏ ବର୍ଷ ଗ୍ରାମରେ ମରୁଡ଼ି ପଡ଼ିଲା। କ୍ଷେତରେ ଫସଲ ହେଲା ନାହିଁ, ନଦୀ ଏବଂ ପୋଖରୀର ପାଣି ମଧ୍ୟ ଶୁଖିଗଲା। ଲୋକମାନେ ଚିନ୍ତିତ ହୋଇଗଲେ। ତାପରେ ଗ୍ରାମର ମୁଖିଆ ହରିହର ଦାସ କହିଲେ, ଆଗକୁ ଗଣେଶ ପୂଜା ଆସୁଅଛି। ଏଥର ଆମ ସମସ୍ତଙ୍କୁ ମିଶି ଏକ ମହାନ ଗଣେଶ ପୂଜାର ଆୟୋଜନ କରିବା ଉଚିତ ଏବଂ ଭଗବାନ ଗଣେଶଙ୍କୁ ଆମ ସମସ୍ୟା ବିଷୟରେ ଜଣାଇବା ଉଚିତ। ଆଉ ଯେତେବେଳେ ବିଘ୍ନହର୍ତ୍ତା ଆମ ଗ୍ରାମକୁ ଆସିବେ, ଗ୍ରାମର ସମସ୍ତ ସମସ୍ୟା ଦୂର ହୋଇଯିବ। ଗ୍ରାମର ସମସ୍ତ ଲୋକ ଏଥିରେ ରାଜି ହେଲେ। ମହିଳାମାନେ ଘର ଘର ବୁଲି ଚାଉଳ, ପନିପରିବା ଏବଂ ଟଙ୍କା ସଂଗ୍ରହ କରିବାକୁ ଲାଗିଲେ। ପିଲାମାନେ ନଦୀ କୂଳରୁ ମାଟି ଆଣିବାକୁ ଲାଗିଲେ ଏବଂ ଯୁବକମାନେ ବାଉଁଶ ଓ କାଠ ସାହାଯ୍ୟରେ ମଞ୍ଚ ପ୍ରସ୍ତୁତ କରିବାକୁ ଲାଗିଲେ। ସମଗ୍ର ଗ୍ରାମ ଏକାଠି ପ୍ରଥମ ଥର ପାଇଁ ମାଟିରେ ଏକ ବଡ଼ ସୁନ୍ଦର ଗଣେଶ ମୂର୍ତ୍ତି ତିଆରି କରିଲେ। ପୂଜା ଦିନ ସମଗ୍ର ଗ୍ରାମର ଲୋକମାନଙ୍କ ସହିତ ପଡ଼ୋଶୀ ଗ୍ରାମର କିଛି ଲୋକ ମଧ୍ୟ ଏକାଠି ହୋଇଥିଲେ। ଗ୍ରାମର ରାସ୍ତାଗୁଡ଼ିକୁ ଫୁଲ ଏବଂ ରଙ୍ଗୋଲିରେ ସଜାଯାଇଥିଲା। ଢୋଲର ଶବ୍ଦ ଏବଂ ଗଣପତି ବାପ୍ପା ମୋରିୟା ଶବ୍ଦ ସମଗ୍ର ପରିବେଶକୁ ଭକ୍ତିରେ ଭରି ଦେଉଥିଲା। ଜଣେ ବ୍ରାହ୍ମଣ ରୀତିନୀତି ଅନୁସାରେ ଗଣେଶଙ୍କର ପ୍ରତିମା ସ୍ୱରୂପ ମୂର୍ତ୍ତିକୁ ସ୍ଥାପନ କରିଲେ। ପୂଜା ଆରମ୍ଭ ହେଲା। ମନ୍ତ୍ର, ଶଙ୍ଖ ଶବ୍ଦ ଏବଂ ହୁଳହୁଳିରେ ସମଗ୍ର ପରିବେଶ ଭକ୍ତି ସମାବେଶରେ ପରିପୂର୍ଣ୍ଣ ଥିଲା। ପିଲାମାନେ ହାତ ଯୋଡ଼ି ଗଣେଶଙ୍କୁ ଆରାଧନା କରୁଥିଲେ। ମହିଳାମାନେ ପ୍ରସାଦ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ସମସ୍ତଙ୍କ ମୁହଁରେ ଆଶା ଏବଂ ବିଶ୍ୱାସ ଦେଖାଯାଉଥିଲା। ପୂଜା ଶେଷ ହେଲା, ଆରତି ହେଲା ଏବଂ ସମସ୍ତେ ମିଶି ପୁଷ୍ପାଞ୍ଜଳି ଦେଲେ। ପିଲାମାନେ ନଡ଼ିଆ ଫଟାଇଲେ, ତାପରେ ପ୍ରସାଦ ବଣ୍ଟନ ହେଲା। ଗଣେଶଙ୍କ ପ୍ରତିମା 10 ଦିନ ପାଇଁ ଗ୍ରାମରେ ବିରାଜିତ ହୋଇଥିଲା। ପ୍ରତିଦିନ ଗ୍ରାମର ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। କେତେବେଳେ ଭଜନ, କେତେବେଳେ କାହାଣୀ ପାଠ, କେତେବେଳେ ନାଟକ, ଯେଉଁଥିରେ ପିଲାମାନେ ଗଣେଶଙ୍କର କାହାଣୀକୁ ଉପସ୍ଥାପନ କରୁଥିଲେ। ପଡ଼ୋଶୀ ଗ୍ରାମର ଲୋକମାନେ ମଧ୍ୟ ଏହିସବୁ କାର୍ଯ୍ୟକ୍ରମ ଦେଖିବାକୁ ଆସୁଥିଲେ। ନବଲପୁରର ପରିବେଶ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଗଲା। ଯେଉଁଠାରେ ପୂର୍ବରୁ ଚିନ୍ତା ଏବଂ ନିରାଶା ଥିଲା, ଏବେ ସେଠାରେ ଖୁସି ଏବଂ ଏକତା ଥିଲା। 10ମ ଦିନ ଯେତେବେଳେ ବିସର୍ଜନର ସମୟ ଆସିଲା, ଗ୍ରାମର ଲୋକମାନେ ଅଶ୍ରୁଳ ଆଖିରେ ଗଣପତିଙ୍କୁ ବିଦାୟ ଦେଲେ। ଢୋଲ ବଜାଇ ନଦୀକୁ ଏକ ଶୋଭାଯାତ୍ରା ବାହାର କରିଲେ। ସମସ୍ତେ ଉଚ୍ଚ ସ୍ୱରରେ ଲଗାତାର କହୁଥିଲେ, ଗଣପତି ବାପ୍ପା ମୋରିୟା। ତାପରେ ନଦୀର ଗଭୀର ଜଳରେ ମୂର୍ତ୍ତିକୁ ଭସାଇ ଦେଲେ। କିଛି ଦିନ ପରେ ଆକାଶରେ କଳା ବାଦଲ ଛାଇଗଲା। ଦିନବେଳେ ମନେ ହେଉଥିଲା ଯେମିତି ସନ୍ଧ୍ୟା ହୋଇଯାଇଛି। ତାପରେ ପ୍ରବଳ ବର୍ଷା ହେଲା। କିଛି ଦିନ ପରେ ଶୁଖିଲା କ୍ଷେତ ପୁଣି ସବୁଜରେ ପରିପୂର୍ଣ୍ଣ ହୋଇଗଲା। ଲୋକମାନେ ବିଶ୍ୱାସ କରିବାକୁ ଲାଗିଲେ ଯେ ଗଣେଶଙ୍କ କୃପା ଯୋଗୁଁ ଏହା ସବୁ ସମ୍ଭବ ହୋଇଛି। ସେହି ବର୍ଷଠାରୁ ନବଲପୁରରେ ଗଣେଶ ଚତୁର୍ଥୀ ଆହୁରି ବଡ଼ ଆକାରରେ ପାଳନ ହେବା ଆରମ୍ଭ ହେଲା। ଏହା କେବଳ ପୂଜାର ପର୍ବ ନଥିଲା, ବରଂ ଲୋକଙ୍କ ମଧ୍ୟରେ ପ୍ରେମ, ଏକତା ଏବଂ ବିଶ୍ୱାସର ପ୍ରତୀକ ହୋଇଗଲା। ଏହି କାହାଣୀରୁ ଆମକୁ ଶିଖିବାକୁ ମିଳିଲା ଯେ ଯେତେବେଳେ ଆମେ ବିଶ୍ୱାସ ଏବଂ ଭକ୍ତି ସହିତ କିଛି ଭଲ କାମ କରିବାକୁ ଏକାଠି ହେଉ, ସେତେବେଳେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ। ଭଗବାନ ବାଧା ଆଣନ୍ତି, କିନ୍ତୁ ବିଶ୍ୱାସ, ପ୍ରେମ ଏବଂ ଏକତା ସହିତ ସେ ପ୍ରତ୍ୟେକ ବାଧା ମଧ୍ୟ ଦୂର କରନ୍ତି। କାହାଣୀଟି ଭଲ ଲାଗିଥିଲେ ନିଜ ପ୍ରିୟଜନମାନଙ୍କ ସହିତ ସେୟାର କରନ୍ତୁ ଏବଂ ଏମିତି କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲକୁ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରନ୍ତୁ।